ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆରେ ପ୍ରାୟ ସମସ୍ତେ ବ୍ୟସ୍ତ ରହୁଛନ୍ତି। ପିଲାଠୁ ବୟସ୍କ ଯାଏ ସମସ୍ତେ ବ୍ୟବହାର କରୁଛନ୍ତି ଇନଷ୍ଟାଗ୍ରାମ, ଗୁଗଲ, ଫେସବୁକ୍, ଇନଷ୍ଟାଗ୍ରାମ ଏବଂ ଟ୍ୱିଟର ପରି ଅନେକ ସୋସିଆଲ ମିଡ଼ିଆରେ ଆକ୍ଟିଭ ରହୁଛନ୍ତି। ହେଲେ ଆପଣ ଜାଣିଛନ୍ତି କି ଆପଣ ବ୍ୟବହାର କରୁଥିବା ସୋସିଆଲ ମିଡ଼ିଆ ଦ୍ୱାରା ଆପଣଙ୍କର ତଥ୍ୟ ବା ଡାଟା ଚୋରି ହେଉଛି? ଏକ ରିସର୍ଚ୍ଚରୁ ଜଣାପଡ଼ିଛି ଯେ ଚାଟ୍ ଜିପିଟି ଦ୍ୱାରା ଡାଟା ପ୍ରାଇଭେସି ଲିକ୍ ହେଉଛି। ସୋସିଆଲ ମିଡ଼ିଆରେ ପିଲାମାନଙ୍କର ଗୋପନୀୟତା ବିବାଦରେ ଥିବା କୁହାଯାଉଛି। ଯଦି ଆପଣ ଚାଟ୍ ଜିପିଟି ବ୍ୟବହାର କରୁଛନ୍ତି ତାହେଲେ ହୋଇଯାଆନ୍ତୁ ସାବଧାନ। ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇପାରନ୍ତି ଯେ ଆପଣଙ୍କର ସମସ୍ତ ଚାଟ୍ ଗୁଗଲ ସର୍ଚ୍ଚରେ ଦୃଶ୍ୟମାନ ହେଉଛି। ଏବେ ଓପନ ଏଆଇ ନିଶ୍ଚିତ କରିଛି ଯେ ଏହା ସୃଷ୍ଟି କରୁଥିବା ବୈଷୟିକକୁ ବନ୍ଦ କରି ଦିଆଯାଇଛି। ଏହା ଉଲ୍ଲେଖନୀୟ ଯେ ଚାଟ୍ ଜିପିଟି ସର୍ଚ୍ଚ ଫିଲ୍ଟର ଯୋଗୁଁ ହଜାର ହଜାର ଚାଟ୍ ପବ୍ଲିକ୍ ମୋଡ୍ରେ ଥିଲା। ସରଳ ଭାଷାରେ ଏହାର ଅର୍ଥ ହେଉଛି ଯେ ଆପଣ ଏହି ଏଆଇ ଟୁଲ୍ ସହିତ ଯାହା କଥା ହେଉଥିଲେ ତାହା ଗୁଗଲରେ ଦୃଶ୍ୟମାନ ହେଉଥିଲା। ଓପନ ଏଆଇ ମୁଖ୍ୟ ସୂଚନା ସୁରକ୍ଷା ଅଧିକାରୀ ଡାନ୍ଷ୍ଟ୍ରିକ୍ ଏକ୍ସରେ ଏକ ପୋଷ୍ଟ ସେୟାର କରି ସୂଚନା ଦେଇଛନ୍ତି ଯେ ସର୍ଚ୍ଚ ଇଞ୍ଜିନରେ ଚାଟ୍ ଜିପିଟି ଚାଟ୍ ଦେଖିବା ଫିଚରକୁ ହଟାଇ ଦିଆଯାଇଛି। ପୋଷ୍ଟରେ ସେ ଲେଖିଛନ୍ତି ଯେ ଏହି ଫିଚରକୁ ଏକ ପରୀକ୍ଷଣ ଭାବରେ ଚଲାଯାଉଛି। ଡାନ୍ଷ୍ଟ୍ରିକ୍ କହିଛନ୍ତି ଯେ ଉପଭୋକ୍ତାମାନଙ୍କୁ ଏହି ଫିଚର ପାଇଁ ଅପ୍ଟ-ଇନ୍ କରିବାକୁ ପଡ଼ିବ। ପ୍ରଥମେ ସେୟାର କରିବାକୁ ଚାଟ୍ ଚୟନ କରିବାକୁ ପଡ଼ିବ ଏବଂ ତାପରେ ସର୍ଚ୍ଚ ଇଞ୍ଜିନ ସହିତ ସେୟାର କରିବାକୁ ଚେକବକ୍ସ ଉପରେ କ୍ଲିକ୍ କରିବାକୁ ପଡ଼ିବ। ବ୍ୟୁରୋ ରିପୋର୍ଟ, ନ୍ୟୁଜ୍ ଦୁନିଆ।